ଜିତୁ ମୁଣ୍ଡା ପାଇଁ ଓଡ଼ିଶା ଗର୍ବିତ ନା ଲଜ୍ଜିତ? ଜବଲପୁରରେ ଜଣେ ମା ତାଙ୍କର 4 ବର୍ଷ ପିଲାଙ୍କୁ ବଞ୍ଚିବା ପାଇଁ ଜୟ ଜଗନ୍ନାଥ ଦର୍ଶାନ୍ତୁ। ଆପଣମାନଙ୍କୁ ସ୍ୱାଗତ କରୁଛି ବେହେରା ଏକ୍ସପ୍ରେସ ନ୍ୟୁଜ୍ରେ। ମୁଁ ରାଜେନ୍ଦ୍ର। ଆଜି ଆପଣମାନଙ୍କୁ ଫ୍ରେଶ୍ ଖବର ଶୁଣେଇବି, ତଟକା ଖବର ଶୁଣେଇବି। 17 ଦର୍ଶକ ବନ୍ଧୁ, ମେ 15 ସୁଦ୍ଧା କ'ଣ ଆସିପାରେ ବଙ୍ଗୋପସାଗରରେ ଶକ୍ତିଶାଳୀ ବାତ୍ୟା? ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଲେ ପୁଣି ହୋଇପାରେ ଆମେରିକା ଇରାନ ଭିତରେ ମହାଯୁଦ୍ଧ। ପୁଣି ବିବାଦରେ ଫସିଲେ ଯାତ୍ରା ଜଗତର ଖଳନାୟକ ସଞ୍ଜୟ ବଳ। ଇନଡାଇରେକ୍ଟ ପିୟୁଷ ସାଏଙ୍କୁ ଟାର୍ଗେଟ୍ କରି ଅପରା ଯାଜ୍ଞସେନୀ ଟେଣ୍ଟକୁ ଛାରଖାର କରିଦେଲା କାଳବୈଶାଖୀ। ଜିତୁ ମୁଣ୍ଡା ପାଇଁ ଓଡ଼ିଶା ଗର୍ବିତ ନା ଲଜ୍ଜିତ? ଜବଲପୁରରେ ଜଣେ ମା ତାଙ୍କର 4 ବର୍ଷ ପିଲାଙ୍କୁ ବଞ୍ଚିବା ପାଇଁ ଜୀବନ ହାରିଦେଲେ। ଶେଷରେ ସେ ପିଲାଟି ଶେଷ ନିଶ୍ୱାସ ତ୍ୟାଗ କରିଦେଲା। ମମତା ବାନାର୍ଜୀକୁ ଲାଗିଲା ଶକ୍ତ ଝଟକା। ଫଲତାରେ ସାନି ଭୋଟ ଆଉ ଥରେ ହେବ। ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ 20 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ମେ 3ରୁ କ୍ଷୀର ଲିଟର ପିଛା 4 ଟଙ୍କା ବୃଦ୍ଧି ପାଇଛି। ଏଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଗାଦିରେ କ'ଣ ଅଭିନେତା ବିଜୟ ବସିବେ କି? ଯାତ୍ରା ଜଗତରେ ବର୍ତ୍ତମାନ ସୁଦ୍ଧା 4-5ଟି ଯାତ୍ରାପାର୍ଟି ତାଙ୍କର ଷ୍ଟାରକାଷ୍ଟ ଘୋଷଣା କରିନାହାନ୍ତି। ଯାତ୍ରା ଜଗତର ସୁପରଷ୍ଟାର ସୁରେଶ ପଣ୍ଡା କେଉଁ ଅନୁଷ୍ଠାନକୁ ଯିବେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଜଣାପଡ଼ିନି। ଆମ ସହିତ ଯୋଡ଼ି ରହିଲେ ଫ୍ରେଶ୍ ଖବର ପାଇପାରିବେ। ସେ ଯାତ୍ରା ହେଉ କି ରାଜନୀତି ହେଉ କି ଆଖପାଖ ଖବର ହେଉ। ଜୟ ଶ୍ରୀ ଜଗନ୍ନାଥ।